आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜି ଜଣେ ସେଇଭଳି ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବା, 5 ଧାଡିରେ ନୁହେଁ 10 ଧାଡିରେ। ଆର୍ଯ୍ୟଭଟ୍ଟ ଜଣେ ମହାନ ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀ ଥିଲେ। ସେ 476 ଖ୍ରୀଷ୍ଟାବ୍ଦରେ କୁସୁମପୁରା ପାଟଲିପୁତ୍ରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶ୍ରୀ ବନ୍ଧୁ ବାବୁ ଅଠାବଳେ ଏବଂ ମାଙ୍କ ନାମ ଶ୍ରୀମତୀ ହଂସାବାଇ ବନ୍ଦ ଅଠାବଲେ। ସେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ହେଉଛି ଆର୍ଯ୍ୟଭଟ୍ଟୀୟ ଆର୍ଯ୍ୟ ସିଦ୍ଧାନ୍ତ। ସେ ପାଇର ଏକ ଆନୁମାନିକତା ଆବିଷ୍କାର କରିଥିଲେ। ସେ ପ୍ରମାଣ କରିବାକୁ ସକ୍ଷମ ହୋଇଥିଲେ ଯେ ଗ୍ରହମାନେ ସୂର୍ଯ୍ୟଙ୍କ ଚାରିପାଖରେ ଏକ ଏଲିପ୍ଟିକାଲ ଢାଞ୍ଚାରେ ଘୂର୍ଣ୍ଣନ କରନ୍ତି। ତାଙ୍କୁ ଆଲଜେବ୍ରାର ପିତା ଆଖ୍ୟାରେ ସମ୍ମାନିତ କରାଯାଇଛି। ତାଙ୍କର 550 ଖ୍ରୀଷ୍ଟାବ୍ଦରେ ପାଟଳିପୁତ୍ରଠାରେ ଦେହାନ୍ତ ହୋଇଥିଲା। ତାଙ୍କ ନାମରେ ଭାରତର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟର ନାମକରଣ କରାଯାଇଥିଲା। ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।